এইটা ଆପଣ ଯୋଉ କହିଲେ ନୂତନ ସରକାର ଆସିଗଲା ପରେ ଆଇନ ଶୃଙ୍ଖଳା ବିଗିଡି ଗଲା, ଏଇ ଆପଣଙ୍କ କଥାରେ ମୁଁ ଏକମତ ନୁହଁ। ୟା ପୂର୍ବରୁ ବି ଏମିତି ଆଇନ ଶୃଙ୍ଖଳା ମାନେ କୋଉ ଶୃଙ୍ଖଳାଟା ଆପଣ କହୁଛନ୍ତି? କଣ ଆଇନଟା ବିଗିଡି ଯାଇଛି? ଯଦି ବର୍ତ୍ତମାନ ଦେଖିବା ନାରୀ ଦୁଷ୍କର୍ମ ବଢି ଚାଲିଛି। ହଁ, ନାରୀ ଦୁଷ୍କର୍ମ କଥା। ହଁ, ନାଇଁ ମୋ ମତରେ ତ ମୁଁ କହିବି ଆଗରୁ ବି ଏମିତି ବିଶୃଙ୍ଖଳା ଚାଲିଥିଲା। ଏବେ ବି ଯେତେ ପରିମାଣରେ ବିଶୃଙ୍ଖଳା ଅଛି ସେତେ ପରିମାଣରେ ନୁହଁ, ତା ତୁଳନାରେ ତ ବହୁତ ଭଲ ଅଛି। ଆଉ ଯେପର୍ଯ୍ୟନ୍ତ ଆମେ ସଜାଗ ନ ହେଇଛୁ, ନାଗରିକ ଯେପର୍ଯ୍ୟନ୍ତ ଆମେ ସଜାଗ ନ ହେଇଛୁ ସେ ପର୍ଯ୍ୟନ୍ତ ଆଇନ ବିଶୃଙ୍ଖଳା ସବୁବେଳେ ଚାଲିଥିବ। ଆଇନ କେବେ ତୁମକୁ ହାତ ଧରିକି ଖୁଆଇ ଦେବନି କି ହାତ ଧରିକି ଲେଖେଇ ଦେବନି କି ହାତ ଧରିକି କେତେବେଳେ ଶିଖେଇ ଦେବନି ଯେ ଏଇଟା କରିବା ଉଚିତ ଏଇଟା କରିବା ଅନୁଚିତ। ଯେପର୍ଯ୍ୟନ୍ତ ପ୍ରତ୍ୟେକ ମଣିଷ ସଚେତନ ନ ହୋଇଛନ୍ତି କୌଣସି ଆଇନ କାହାକୁ ସଚେତନ କରିପାରିବେ ନାହିଁ। ଆଗରୁ ବି ବିଜେଡି ସରକାର ବେଳେ ବି ବଳାତ୍କାର ହେଇଥିଲା, କଂଗ୍ରେସ ସରକାର ବେଳେ ବି ବଳାତ୍କାର ହେଇଥିଲା। ସବୁ ସରକାର ଆମେ ବଳାତ୍କାର ଦେଖୁଛୁ। ମୁଁ କହିଲି ନା, ବଳାତ୍କାରଟା ସବୁବେଳେ ଚାଲିଛି ଏବଂ ଯେପର୍ଯ୍ୟନ୍ତ ଆମେ ସଜାଗ ନ ହେଇଥିବୁ ସଚେତନ ନ ହେଇଥିବୁ ଏମିତି ଆମେ ଶୋଷଣ ହୋଇ ଚାଲିଥିବୁ। এইটা ଯୋଉଟା କହିଲେ ଆଇନର ଆମର ତ କୋଉ ଯୁଗରୁ ରହି ଆସିଛି, ଡେଟ୍ ପରେ ଡେଟ୍ ତାରିଖ ପରେ ତାରିଖ এইটা ଯୋଉ ଚାଲିଛି, এইটা ଯଦି ନ୍ୟାୟାଳୟରେ ଟିକେ ଜଲ୍ଦି ହେଇପାରନ୍ତା, ଯେତେ ଶୀଘ୍ର ଗୋଟେ କେସ୍ ଆସିଲା ତାକୁ ପୋଲିସ ଡିପାର୍ଟମେଣ୍ଟରେ ତାକୁ ଇନକ୍ୱାରି କରିକି ତାର ମାନେ ସତ୍ୟାସତ୍ୟଟା ବହୁତ ଜଲ୍ଦି ଦେଇପାରନ୍ତେ। ତାପରେ ଆଉ ଆମର ନ୍ୟାୟାଳୟକୁ ଆସି ସାରିଲା ପରେ ନ୍ୟାୟାଳୟରେ ଯୋଉ ଲମ୍ବା ଡେଟ୍ ପରେ ଡେଟ୍ ନ କରିକି ଯଦି ବହୁତ ଶୀଘ୍ର ସେଇଟା ଶୁଣାଣି ହେଇପାରନ୍ତା ତାହେଲେ ଜଣେ ଦୋଷୀଟା ବହୁତ ଜଲ୍ଦି ସେ ଦଣ୍ଡ ପାଇପାରନ୍ତା, ମାନେ ମୋ ମତରେ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।